ଯାଜପୁର ରୋଡ୍ 53 ନମ୍ବର ଜାତୀୟ ରାଜପଥ ମରଣ ଜଲତା ପାଲଟିଛି। କାର୍ଯ୍ୟ କରୁନାହାନ୍ତି, ସେଥିପାଇଁ ସେହି କାର୍ଯ୍ୟକୁ ନେଇ ଡୁବୁରି ଛକ ନିକଟରେ ବିଭିନ୍ନ ସଂଗଠନ ପକ୍ଷ ରାସ୍ତା ରୋକ କରିଛି। ଚଣ୍ଡିଖୋଲରୁ ଡୁବୁରି ରାସ୍ତା ଅବରୋଧ। ସୁକିନ୍ଦା ବିଜେପି ପାଇଁ କଳିଙ୍ଗନଗର 53 ରାଜ୍ୟ ରାଜପଥ କାମ ହୋଇପାରୁନଥିବା ବେଳେ କେବଳ କିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପିର ଦଲାଲମାନଙ୍କ ପାଇଁ ସେମାନେ ଏ ଘରେ ମାଉସୀ ସେ ଘର ପିଉସୀ ବିଜେଡି କେତେବେଳେ ତ କେତେବେଳେ ବିଜେପିରେ ରହି କଳିଙ୍ଗନଗରକୁ ଲୁଟିବା ପାଇଁ ଗତକାଲି ବିଜେପିର ଦଲାଲମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଜାତୀୟତା ରାଜପଥକୁ ଭଲ କରିବାକୁ ଚାହୁଁନାହାନ୍ତି। ଯଦି ଭଲ କରିବା ଚାହୁଁଥାନ୍ତେ ତେବେ ଗତକାଲି ଏହି ଦଲାଲମାନେ ସାମ୍ବାଦିକ ସମ୍ମିଳନୀ କରି କେବେ ମରଣ ଜନତା ପାଲଟିଥିବା ରାସ୍ତାକୁ ବିରୋଧ କରିନଥାନ୍ତେ, ଆନ୍ଦୋଳନରେ ସାମିଲ ହୋଇଥାନ୍ତେ। ସେମାନଙ୍କୁ କୁହାଯାଇଥାନ୍ତା ପୁରୁଷ। ଏସବୁ ଯେଉଁମାନେ ଏହି ଆନ୍ଦୋଳନକୁ ସମର୍ଥନ ନ କରି ବିରୋଧ କରି ସାମ୍ବାଦିକ କଲେ ସେମାନେ କଳିଙ୍ଗନଗରର ମୁଖ୍ୟ ଦଲାଲ ବୋଲି ଯାହା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ସାଗରିକା ପ୍ରଧାନଙ୍କ ରିପୋର୍ଟ, ଓଡ଼ିଶା ସଂଗ୍ରାମ ନ୍ୟୁଜ। ମନେ ପୂଜା ବେହେରା, ମୋ ଘର ଗୋବରଘାଟି, ମୁଁ ସୁକିନ୍ଦା କଲେଜରେ ପଢୁଅଛି। ଆମର ରାସ୍ତା ନିରାମତି ନ ହେବାରୁ ଆମେ କଲେଜକୁ ପହଞ୍ଚି ପାରୁନାହୁଁ। ଆଉ ଆମର ଡେରି ମଧ୍ୟ ହୋଇଯାଉଛି, କ୍ଲାସ୍ ବି କରିପାରୁନାହୁଁ। ଆଉ ଦୁର୍ଘଟଣା ମଧ୍ୟ ବହୁତ ସାରା ହେଉଛି। ଦୁର୍ଘଟଣା ନ ହେବା ପାଇଁ ଆମର ରାସ୍ତା ମରାମତି ଶୀଘ୍ର ହଉ। ଆଉ ଆମେ କଣ୍ଟ୍ରାକ୍ଟରକୁ ମଧ୍ୟ ବହୁତ ଥର ଜଣାଇ ସାରିଲୁଣି, କିନ୍ତୁ କିଛି ଶୁଣାଶୁଣି ହେଉନାହିଁ। ଆଉ ଆମେ ଏଠି 7:30 ବାଜେ ବସିଲୁଣି, କିନ୍ତୁ କେହି ଆସୁନାହାନ୍ତି, କିଛି ଆମ କଥା ଶୁଣୁନାହାନ୍ତି। ଆଉ 3 ମାସ ହେଲାଣି ଆମେ କହିସାରିଲୁଣି, କେହି କିଛି ଶୁଣୁନାହାନ୍ତି, କେହି କିଛି କହୁନାହାନ୍ତି। ନା, କେହି ଆସିନାହାନ୍ତି। ଆଜ୍ଞା, 7:30ରୁ ବସିଲୁଣି। ଆମର ମାସ ଭିତରେ ଦାବି ପୂରଣ ହେବା ଦରକାର, 15 ଦିନ କି ମାସେ। ଆମେ ପୁଣି ଆଉଥରେ ରାଜରାସ୍ତାକୁ ଆସିବୁ।